मैंने कांदू सुनती कि चलो जी बाहर मेडिकल पिकनिक नहीं की समस्त नमस्कार आप चैनल स्वागत मु तो सेमती नॉर्मल जमी रहा था तो आज हॉस्पिटल जाऊँ बड़ चेकअप अच्छी ऊपर तो पूजा कर पारे टाइम है तले पूजा कर दी और सार तो बाहर बस जी तब चलो जी जय जगन्नाथ। तो देखा डॉक्टर आज कौन कहते कौन ना चेकअप करके आज एग्जाम अच्छी कंडे माँ बच्ची माँ का नाबर काल स्टार्ट तो कंडे माँ भी सका गला हेरी कंडे परीक्षा रेडी हो गला माँ को मुंडिया मारदेबू हाँ नाना को माँ मुंडिया मारू आगे मारदे नाना को मारदे साना मम्मी की माँ साना मम्मी की मत थाऊ हाँ 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 एति महापुटा मो गणेश को मुंडिया मार चल गणेश को मुंडिया मार गणेश पाठ देबे हेलो हाँ तू पाख को जानी कामुड़ी पकेब कि चलो चलो बाहर चलो हाँ माइले हाँ टिफिन खाई पानी पी बैग ना सान नौ गणपति पप्पा धर चल तू हाँ 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 जाइए नहीं जा तो सान तो बाम्बुल खाइब झाड़ जानी कामुड़ी पका खा यारी तुम आया आहार गुंजे हाँ मम्मी हाँ एना जीबे आसिले खाइबे खाई नेबेनि किछि मम्मी से 12टा पर आइले खाइबे नेबेनि ना जीबे आसी 12टा बेलू गुंजी आयोडा आहारी हाँ हाँ एति आहारे जाओ तू आहारी पूजा पो हाँ हाँ तार घर को आरी जगत कल्याण कर समस्त मनस्कामना पूर्ण करती मोर गुहारी तो जाकि तले तो पूजा सरी जाइए पूजा रिंकी कर हस्पिटाल बाहर ठाकुर घर टी पोछि दे मुंडिया मार दे जाऊँ जय जगन्नाथ मैंने कांदू सुनती कि चलो जी बाहर मेडिकल पिकनिक नहीं की सार बैकटे अच्छी ये सर कहना कैब बाहरी आसला देखिए कौन होपारे डॉक्टर तो आडमिट कले भल कथा माने डॉक्टर चेकअप डकेसन कहीपर पोजिशन देखी से जहाँ कहे ना बैक आनिक आस ना भावे कैब करदे कैब आस सान बुझा बहुत कांदी आइला बेलू आसला कांदा घंटे बाट पूरा गोड़े आसी कांदी कांदी आऊँ छोट पिला मेडिकल नहीं बड़ा भी ठीक नुह तो मुझे तो हस्पिटाल में देखा करी से कौन करता किए धरिकी बुले सात मत छाड़ी ऑफिस में चलो बाहर पलि आसल
ଯିବା ଦେଖିବା କ'ଣ ହେଉଛି। ସାନଟା ଟିକେ ବଡ଼କୁ ମାନେ ସାର୍ଙ୍କୁ ଟିକେ ବେଶୀ ଭଲ ପାଏ, ହେଇଥିଲା କାନ୍ଦି କାନ୍ଦି ପଛ ଗୋଡ଼େଇକି ଆଇଲା। ଆଉ ବଡ଼ ବି କାନ୍ଦୁଥିଲା, ବଡ଼କୁ କହିକି ମାରେଇକି ଆଇଲେ, ସିଏ ତା ମମି ଠିଆ ହେଇଛି, 2 ଜଣ ଯାକ କାନ୍ଦୁଛନ୍ତି। ହଁ ସେ ଟିକେ ରେଣ୍ଟିଆନଟା ତ ସନ୍ଟା ହେଲେ କାନ୍ଦୁଛି, ରାଗିକି ପୁରା କାନ୍ଦୁଛି। ତା ମମି ଭିଡ଼ୁଛି ତଥାପି କାନ୍ଦୁଛି। ବାହାରେ ୱେଟିଂ ହଲ୍ରେ ସବୁ ବସିକି ନାସ୍ତା କରେ। ଆଜି କ'ଣ ଫାୟାର ଷ୍ଟେସନ୍ ମାନେ ପୋଲିସ ଆସିଥିଲେ, ଦମକଳ ଗାଡ଼ି ଆସିଥିଲା, ବୋଧେ ବସିଥିଲେ ସମସ୍ତେ। ୱେଟିଂ ହେଲା ତ ବାହାରେ ଆସିକି ନାସ୍ତା କରିଦେଲି। ଯାଇକି ଘରୁ ଯାଇକି ନାସ୍ତା ଦେଇଥିଲା ପିଠା ଆଉ ଚଟଣି, ପିଠା ଚଟଣି ନାସ୍ତା କରିଦେଲେ। ବିଲବା ଚାଲ ଆଜ୍ଞା ନେକ୍ସଟ ପାଇଁ ପଠାଇଛନ୍ତି 10 ନମ୍ବର ୱାର୍ଡ଼କୁ ଏନ୍ଏସ୍ଟି କରିକି ଆସିଲେ। ଆଉ ବଡ଼ ମ୍ୟାଡ଼ାମ୍ ଯେଉଁ କହିଥିଲେ କି ଚେକଅପ୍ କରିବା କଥା, ଏନ୍ଏସ୍ଟି କରିକି ଆସିଲା ପରେ ଦେଖିବା କ'ଣ ହେଉଛି। ଚାଲ ଯିବା ଏନ୍ଏସ୍ଟି କରିବା ପାଇଁ। ଯାଉଛି ତ ଦମ୍ ବାହାରି ପଡ଼ୁଛି ଚାଲିଲା ବେଳକୁ। ବସିଥିଲି ଆସିକି ବସିଲେଣି 12:30ରୁ 1:30 ପରେ ମାନେ ଆଉ 1:45 ହେଲାଣି, ଆଉ ବସି ହେଲାନି। ତାପରେ ଯାଉଛି ନା 10 ନମ୍ବର ୱାର୍ଡ଼କୁ ଯିବା। ବଡ଼ ମ୍ୟାଡ଼ାମ୍ ତ 2ଟା ପରେ ଆସିବେ, 15 ମିନିଟ୍ ଲାଗିଯିବ ମୋତେ ଚାଲିଚାଲି ଯାଉ ଯାଉ। ତାପରେ ଦେଖା କରିବା। ବାଇକ୍ କାହିଁ ଛାଡ଼ୁନି ଭିତରକୁ, କାହିଁ ଛାଡ଼ୁନି ଭିତରକୁ ବାଇକ୍ କାହିଁ ଭିତରକୁ ଛାଡ଼ୁନି। ଆଉଛନ୍ତି ସାଇଡ଼୍ରେ ଦେଖିବା ଯାଇକି ବାଇକ୍ରେ ମୁଁ ବସିକି ଯାଇପାରିବି। ଏଥରକ ସ୍କୁଟିରେ ଯେଉଁ ବସିକି ଗଲି ଏଟା ପୁରା ଧୈର୍ଯ୍ୟ ହେଇଗଲା, ତ ସେଇଥିପାଇଁ ମନା କଲେ, କହିଲେ ନାଇଁ ବାଇକ୍ରେ ନ ବସିକି ତୁ ପଳେଇଆ କ୍ୟାବ୍ରେ। ତ କ୍ୟାବ୍ ବୁକ୍ କରିଦେଇଛି, ମୁଁ ଯାଉଛି 7ଟା ପାଖାପାଖି ଯାଉଛନ୍ତି। ଚାଲ ଯିବା ଦେଖିବା, ଭଗବାନଙ୍କ ଇଚ୍ଛା କେଉଁଦିନ କ'ଣ, ଆମେ ତ କିଛି କହିପାରିବାନି। ଡକ୍ଟର ତ ସବୁ କହିଲେ ଭଲ ଅଛି ବୋଲି। ଆଉ ଯେଉଁ ବଡ଼ ଚେକଅପ୍ ଥିଲା ଚେକଅପ୍ ବି କଲେ। ଶନିବାରକୁ ପୁଣି ଡକେଇଛନ୍ତି, ଶନିବାର ଦିନ ଆସିବା। ମାନେ କାଲି ଗୁରୁ ଶୁକ୍ର 2 ଦିନ ଗଲେ ଶନିବାର ଦିନ ଆସିବା। ଭାତ, ଶାଗ ଭଜା, ଡାଲି, ତରକାରୀ। ଚାଲ ଖାଇଦେବା। ଯାଇ ହସ୍ପିଟାଲ ତ ଆଇଲେଣି। ହସ୍ପିଟାଲରୁ ଆସିଲେ ଖାଇ ପଡ଼ିଛି। ସାର୍ ତ ଖାଇଦେଇକି ଆସିଥିଲେ, ତାପରେ ଆସିଲେ ଠିକ୍। ସମସ୍ତେ ନମସ୍କାର। ଯାଇ ଆପଣ ଦେଖିପାରିବେ ତ ଦିନଯାକ ତ ହସ୍ପିଟାଲରେ ହିଁ କଟିଲା। ତ ଡକ୍ଟର କ'ଣ କହିଲେ କ'ଣ ନାହିଁ। ଆଉ ଫାଷ୍ଟ କଥା ହେଉଛି ଯାଇକି ଆଜି କଣ୍ଢେଇମାର ଏକ୍ଜାମ୍ ଷ୍ଟାର୍ଟ ହେଇଛି 25 ତାରିଖରୁ 1 ତାରିଖ ସାଙ୍ଗେ। ମଝିରେ ଏଠି 28ରେ ଅଛି ଗୋଟେ, 28ରେ ନାହିଁ, 29ରେ ନାହିଁ, 30ରେ ଗୋଟେ, 1ରେ ଗୋଟେ, ଏମିତି ଲଗାତାର ଅଛି। ତ ଯାଇକି କଣ୍ଢେଇମାକୁ ଆଜି ପଠାଇଦେଲି ସକାଳେ। ଯାଇକି ମୁଁ ତ 2 ଥର ଟିକେ ଯିବା ଆସିବା କରିଦେଲି ସିଟ୍ରେ। ତ ପଠାଇଥିଲି, ମୁଁ କହିଲି ଯା ଠାକୁର ଘର ମୁଣ୍ଡିଆ ମାରିକି ଆସିବୁ। ଠାକୁର ଘର ମୁଣ୍ଡିଆ ମାରିକି ଯାଇଛି। ଆଉ କିନ୍ତୁ ଭିଡ଼ିଓ କରିବା ପାଇଁ ମୁଁ ତ ଆସିପାରିଲିନି। ତେଣୁ ନାନୀଙ୍କ ହାତରେ ପଠାଇଥିଲି, ଯାଇକି ନାନୀ ବୋଧେ ଭିଡ଼ିଓ ଅନ୍ କରିନଥିଲା, ଯାଇକି ଭିଡ଼ିଓ ହେଇନି। ଠାକୁର ଘର ମୁଣ୍ଡିଆ ମାରି, ତା ବାବାଙ୍କୁ ମୁଣ୍ଡିଆ ମାରି, ଦାଦାକୁ ମୁଣ୍ଡିଆ ମାରି, ସମସ୍ତଙ୍କୁ ମୁଣ୍ଡିଆ ମାରି ତଳକୁ ଗଲା। ତଳେ ଯାଇକି ମାଆକୁ ମୁଣ୍ଡିଆ ମାରିଲା, ସମସ୍ତଙ୍କୁ, ଆମର ସମସ୍ତଙ୍କୁ ମୁଣ୍ଡିଆ ମାରିଲା। ଛୋଟ ପିଲା ମନକୁ ଯାହା ଢୋକିଲା, କହିଲା ମୁଁ ମନ୍ଦିରରେ ମୁଣ୍ଡିଆ ମାରିକି ଆସିଛ, କୌଣସି ମୁଣ୍ଡିଆ ମାରିଲାନି। ତଥାପି ବାହାରେ ଯାଇକି ବାହାରେ ମୁଣ୍ଡିଆ ମାରିଲା। ଯାଇକି ଏକ୍ଜାମ୍ ଦେବାକୁ ତ ଗଲା। ସେ ପିଲା ସବୁ ଆମର ଏକ୍ଜାମ୍ ଦେବାକୁ ଗଲା କ'ଣ କଣ୍ଢେଇମା ପେଚିମା ହେରିକା ସବୁ କାହ୍ନା ବାବା ହେରିକା। ତାପରେ ଆମେ ବାହାରିଲୁ, ଟିକେ ତଳେ ପୂଜା କରିଦେଇକି ହସ୍ପିଟାଲରୁ ବାହାରିଲି। ତ ଡକ୍ଟର ଆଜି ଯାହା କହିଲେ କି ମାନେ ଯେଉଁ କହିଥିଲି ମୋ ବଡ଼ ଆଗ ତ ଯାଇକି ଓପିଡ଼ିରେ ଦେଖେଇଲି। ଦେଖେଇଲା ପରେ ଡକ୍ଟର ଦେଖିଲାଠୁ ପୁଣି ଏନ୍ଏସ୍ଟି ବି ଲେଖିଲେ। ଏନ୍ଏସ୍ଟି କଲେ ଯାଇକି ଏନ୍ଏସ୍ଟି କରିବା ମାନେ ବହୁତ ଦୌଡ଼ ଧପଡ଼ ହେଇଛି। ଯାଇକି ସାର୍ ପାଖରେ ଥିଲେ ଟିକେ ଭଲ ହେଇଥାନ୍ତା, ଟିକେ ନମାଣିଆ କରିଥାନ୍ତେ, କିନ୍ତୁ ସାର୍ ମୋର କାମ ପଡ଼ିଗଲା ଅଫିସରେ। ସାର୍ ଅଫିସ୍ ପଳେଇଥିଲେ। ଯାଇକି ଏକୁଟିଆ ହେଠୁ ଯାଏଁ ଚାଲିକି ଆସିକି ଗଲାବେଳକୁ ପୁରା ଦମ୍ ବାହାରି ପଡ଼ିଲା। ମାନେ 4 ଥର 8 ଥର ଯିବା ଆସିବା ଆମର ହେଇଗଲା। ଯିବା ଆସିବା କରିକି ପୁରା ଏଇନା ଗୋଡ଼ ପୁରା ବହୁତ ଦର୍ଜ, ଇଆଡ଼େ ବିନ୍ଧା, ମାନେ ଥୋଇ ହେଉନି ପାଦ, ଏତିକି ଜୋର ଦର୍ଜ ହେଇଛି। ଯାହାକି ଡକ୍ଟର ଦେଖିଲେ ସବୁ ଭଲ ଅଛି ବୋଲି କହିଲେ। ଆଉ ମେନ୍ କଥା ହେଲା ଯେଉଁ ବଡ଼ ଚେକଅପ୍ କରିବା କଥା, ବଡ଼ ଚେକଅପ୍ କଲେ। ଆଉ ସେଇଟା ବି ମାନେ ଯେଉଁ ବଡ଼ ଚେକଅପ୍ରେ ବି ଭଲ ଅଛି ବୋଲି କହିଲେ। ତାପରେ ଏଠୁ ପୁଣି କହିଲେ କି ଯଦି ମାନେ ବ୍ଲିଡ଼ିଙ୍ଗ ହେଲା କି ମାନେ
देह पानी गला कि माने किछिटा गोटे माने प्रोब्लेम आसला आ पेन आसले तुरंत आस मैं आडमिट करी पुणी 30 तारीख भितर तो जमी आडमिट हाँ पड़ा पुणी शनिवार को डकई गुरु शुक्र आज तो बुध काली गुरु शुक्र 2 दिन गले पुणी शनिवार दिन जाक पड़ो शनिवार दिन गले चेक करे देखा कौन हो तो सब माने सब जगन्नाथ हाथ में अच्छी माँ का हाथ में अच्छी आम हाथ किसी ना तो केतल कौन हम आम तो कहीपरानी तो सेमती चली चालू के दिन चलुची तकलीफ तो बहुत होते शीघ्र टे रिलैक्स मिलता भल हाँ आ समझ भी टेंशन अच्छा जल्दी जल्दी हो जाता बोली तो आम हाथ में किसी ना जहाँ हम सब भगवान हाथ में डॉक्टर हाथ में डॉक्टर जो टाइम माने जो टाइम देखते से टाइम भितर से ये करेंगे किंतु माने आमको टे लगुच तो चलो एमती जीवा तो ये आज हॉस्पिटल जर्नी जाकि कैब्रे तुम सांग ही गलु सार मोर पुणी आसला बेलू ये पेट ये सब चलाचल ये सब ये सार कहना बैक तो बस जापरूँ पुणी कैब बुक करदे पुणी घर को आसली चलो कौन कहि मुझे आशा कर समस्त वीडियो बहुत भल लगे जदि वीडियो भल लगे तो निश्चित लाइक कमेंट शेयर करेंगे सब्सक्राइब कर जमा रही जो किसी भूल थी क्षमा करदे आज ये देखा नेक्स्ट ब्लॉग रे देखा कौन हो आगे आप भल पाए आशीर्वाद सब एमती रखी था बस ये जय जगन्नाथ बाय बाय।